ବନ୍ଧୁମାନେ, ଆପଣ ସାଧାରଣ ଭାବରେ ନିଜ ଘରେ ପ୍ରାୟତଃ ପ୍ରତ୍ୟେକ ସ୍ଥାନରେ ଝିଟିପିଟି ଦେଖିଥିବେ। ମାତ୍ର ଆପଣ କ'ଣ ଜାଣନ୍ତି ଯେ ଘରେ ଝିଟିପିଟି ରହିବା ଶୁଭ ନା ଅଶୁଭ? ତେବେ ସେ ବିଷୟରେ ଆଜିର ଏହି ଭିଡ଼ିଓରେ ଆମେମାନେ ଜାଣିବା ଯେ ବାସ୍ତବରେ ଝିଟିପିଟି ଘରେ ରହିବା ଶୁଭ ହୋଇଥାଏ ନା ଅଶୁଭ ହୋଇଥାଏ। ତେବେ ଆମକୁ ସାଧାରଣ ଲାଗୁଥିବା ଏହି ଝିଟିପିଟି ବାସ୍ତବରେ ସାଧାରଣ ନୁହେଁ। କାରଣ ଯଦି ଆପଣ ନିଜର ଠାକୁର ଘରେ କିମ୍ବା ତୁଳସୀ ପାଖରେ ଝିଟିପିଟିକୁ ଦେଖି ନିଅନ୍ତି ତ ଆପଣଙ୍କୁ ଆପଣଙ୍କ ଭାଗ୍ୟ ବଦଳିବାରେ ସୂଚନା ମିଳିଥାଏ। ତେବେ ଝିଟିପିଟି ଗୋଟିଏ ରଙ୍ଗର ହୋଇନଥାନ୍ତି। ଅନେକ ପ୍ରକାର ଝିଟିପିଟି ରହିଥାନ୍ତି ଏବଂ ପ୍ରତ୍ୟେକ ଝିଟିପିଟିର ମହତ୍ତ୍ୱ ମଧ୍ୟ ଭିନ୍ନ ଭିନ୍ନ ରହିଥାଏ। ତେବେ ଆଜି ଏହି ବିଷୟରେ ହିଁ ଆଜିର ଭିଡ଼ିଓରେ ଆମେମାନେ ଆଲୋଚନା କରିବା। ତେବେ ବନ୍ଧୁମାନେ, ଏ ବିଷୟରେ ସମ୍ପୂର୍ଣ୍ଣ ଜାଣିବା ପାଇଁ ଆପଣମାନେ ଭିଡ଼ିଓଟିକୁ ସ୍କିପ୍ ନ କରି ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ ଏବଂ ଭିଡ଼ିଓଟିକୁ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ। କମେଣ୍ଟ ବକ୍ସରେ ଭକ୍ତି ଓ ଶ୍ରଦ୍ଧାର ସହିତ ଜୟ ମା ଲକ୍ଷ୍ମୀ ନିଶ୍ଚୟ ଲେଖନ୍ତୁ। ତେବେ ବନ୍ଧୁମାନେ, ପ୍ରଥମେ ଆମେ ଜାଣିନେବା କଳା ରଙ୍ଗର ଝିଟିପିଟି ବିଷୟରେ। ତ ବନ୍ଧୁମାନେ, ଯଦି ଆପଣ ନିଜ ଘର କୌଣସି କୋଣରେ କୌଣସି ବି ସ୍ଥାନରେ କଳା ରଙ୍ଗର ଝିଟିପିଟି ଦେଖନ୍ତୁ, ତୁରନ୍ତ ହିଁ ସେହି ଝିଟିପିଟିକୁ ନିଜ ଘରୁ ବାହାର କରିଦିଅନ୍ତୁ। ଏହା ସତ୍ୟ ଯେ ଝିଟିପିଟି ମା ଲକ୍ଷ୍ମୀଙ୍କର ସ୍ୱରୂପ ଅଟେ। ମାତ୍ର କଳା ରଙ୍ଗର ଝିଟିପିଟି ଦାରିଦ୍ର୍ୟତାର ସ୍ୱରୂପ ଅଟେ। ତ ଆପଣଙ୍କ ଘରେ ଯଦି କଳା ରଙ୍ଗର ଝିଟିପିଟି ରହେ ତେବେ ଦାରିଦ୍ରତା ଆସିବାକୁ ବେଶୀ ସମୟ ଲାଗିନଥାଏ। ସେଥିପାଇଁ ଯଦି ଆପଣ ନିଜ ଘରେ କୌଣସି ବି ସ୍ଥାନରେ କଳା ରଙ୍ଗର ଝିଟିପିଟି ଦେଖୁଛନ୍ତି ତ ତୁରନ୍ତ ସେହି ଝିଟିପିଟିକୁ ଆପଣ ନିଜ ଘରୁ ବାହାର କରିଦିଅନ୍ତୁ। କଳା ରଙ୍ଗର ଝିଟିପିଟି ଅଲକ୍ଷ୍ମୀଙ୍କର ପ୍ରତୀକ ହୋଇଥାଏ ଏବଂ ଏହି କଳା ରଙ୍ଗର ଝିଟିପିଟି ନିଜ ସାଥିରେ ଦୁର୍ଭାଗ୍ୟକୁ ନେଇ ଆସିଥାଏ। ଯେଉଁଠାରେ କଳା ରଙ୍ଗର ଝିଟିପିଟି ରହିଥାଏ ସେହିଠାରେ ନକାରାତ୍ମକ ଶକ୍ତିର ମଧ୍ୟ ବାସ ହୋଇଥାଏ। ସେଥିପାଇଁ କଳା ରଙ୍ଗର ଝିଟିପିଟିକୁ ଅଶୁଭ ବୋଲି ମାନାଯାଇଥାଏ। ଯଦି କେତେବେଳେ ବି ଆପଣଙ୍କ ଶରୀର ଉପରେ କଳା ରଙ୍ଗର ଝିଟିପିଟି ପଡ଼ିଯାଏ ତ ଏହାର ଅର୍ଥ ହେଉଛି ଆପଣଙ୍କ ଉପରେ କୌଣସି ଖରାପ ନଜର ଲାଗିଛି କିମ୍ବା ଆପଣଙ୍କ ଉପରେ ଅକାଳ ମୃତ୍ୟୁ ଭୟ ରହିଛି। ତ ଯଦି କେବେ ବି ଆପଣଙ୍କ ଉପରେ କଳା ରଙ୍ଗର ଝିଟିପିଟି ପଡ଼ିଥାଏ ତ ତୁରନ୍ତ ହିଁ ଆପଣ ସ୍ନାନ କରିନିଅନ୍ତୁ ଏବଂ ନିଜ ଉପରେ ଗଙ୍ଗା ଜଳ ଛିଞ୍ଚି ଦିଅନ୍ତୁ। କିମ୍ବା ଯଦି ଆପଣ ପାରିବେ ତ ଗଙ୍ଗା ନଦୀରେ ଆପଣ 7 ଥର ବୁଡ଼ ପକାଇ ଦିଅନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କ ଉପରେ ଆସୁଥିବା ସଙ୍କଟ ଟଳି ଯାଇଥାଏ। ଦ୍ୱିତୀୟରେ, ହାଲକା ଲାଲ ରଙ୍ଗର ଝିଟିପିଟି ଯଦି ଆପଣ ନିଜ ଗୃହରେ ହାଲକା ଲାଲ ରଙ୍ଗର ଝିଟିପିଟି ଦେଖୁଛନ୍ତି ତ ଏହାର ଅର୍ଥ ଆପଣଙ୍କର ପୂର୍ବଜମାନେ ଆପଣଙ୍କ ଉପରେ ଅସନ୍ତୁଷ୍ଟ ଅଛନ୍ତି, ଯାହାକି ଆପଣଙ୍କୁ ଅଶୁଭ ସଂକେତ ପ୍ରଦାନ କରିଥାଏ। ଏହା ଆପଣଙ୍କ କୁଣ୍ଡଳୀରେ ସୂର୍ଯ୍ୟଙ୍କର ଦୁର୍ବଳ ସ୍ଥିତିକୁ ମଧ୍ୟ ଦର୍ଶାଇଥାଏ। ଅର୍ଥାତ୍ ଆପଣଙ୍କ କୁଣ୍ଡଳୀରେ ସୂର୍ଯ୍ୟ ଦୁର୍ବଳ ସ୍ଥିତିରେ ଅଛନ୍ତି। ଏପରି ହାଲକା ଲାଲ ରଙ୍ଗର ଝିଟିପିଟି ମଧ୍ୟ ଦୁର୍ଭାଗ୍ୟର ପ୍ରତୀକ ହୋଇଥାଏ। ଯଦି ଆପଣ ହାଲକା ଲାଲ ରଙ୍ଗର ଝିଟିପିଟି ଆପଣଙ୍କ ଘରେ ଦେଖୁଛନ୍ତି ତ ଏହାର ଅର୍ଥ ଆପଣଙ୍କ ପୂର୍ବଜମାନେ ଆପଣଙ୍କ କାମରେ ଖୁସିରେ ନାହାନ୍ତି। ଆପଣ ଯେଉଁ କର୍ମ କରୁଛନ୍ତି ସେଥିପାଇଁ ଆପଣଙ୍କର ପୂର୍ବଜମାନେ ଆପଣଙ୍କ ଉପରେ ଅସନ୍ତୁଷ୍ଟ ଅଛନ୍ତି। ତ ଯଦି କେବେ ବି ଆପଣ ଏହିଭଳି ଝିଟିପିଟି ଘରେ ଦେଖୁଛନ୍ତି ତ ଏମାନଙ୍କୁ କିଛି କ୍ଷତି ନ ପହଞ୍ଚାଇ ଆପଣ ନିଜ ଘରୁ ଏମାନଙ୍କୁ ବାହାର କରିଦିଅନ୍ତୁ ଏବଂ ଏପରି କୌଣସି କାର୍ଯ୍ୟ କରନ୍ତୁ ନାହିଁ ଯେଉଁ କାର୍ଯ୍ୟ ଦ୍ୱାରା ଆପଣଙ୍କର ପୂର୍ବଜମାନେ ଆପଣଙ୍କ ଉପରେ ରୁଷ୍ଟ ହେବେ। ଏବଂ ଯଦି ଏହି ହାଲୁକା ଲାଲ ରଙ୍ଗର ଝିଟିପିଟି ଆପଣଙ୍କ ଶରୀର ଉପରେ ପଡ଼ିଯାଏ ତ ତୁରନ୍ତ ହିଁ ସ୍ନାନ କରିନିଅନ୍ତୁ ଏବଂ ଯେଉଁ ଜଳରେ ଆପଣ ସ୍ନାନ କରିବେ ସେଥିରେ କୌଣସି ଏକ ସୁନାର ଜିନିଷ ପକାଇ ସେହି ଜଳରେ ଆପଣ ସ୍ନାନ କରନ୍ତୁ। ତେବେ ମନେ ରଖିବେ, ଯେତେବେଳେ ଏହି ଝିଟିପିଟିକୁ ଆପଣ ନିଜ ଘରୁ ବାହାର କରୁଛନ୍ତି ତ ଭୁଲରେ ବି ଏମାନଙ୍କୁ କେବେ ବି କୌଣସି ଆଘାତ ପହଞ୍ଚାଇବେ ନାହିଁ। ତୃତୀୟରେ, ଆପଣ ଦେଖିଥିବେ କିଛି ଏଭଳି ଝିଟିପିଟି ରହିଥାନ୍ତି ଯେଉଁମାନଙ୍କ ଶରୀରରେ କଳା ଏବଂ ଧଳା ଦାଗ ଦୁଇଟି ଯାକ ରହିଥାଏ। ତ ଏହିଭଳି ଝିଟିପିଟି ଯଦି ଆପଣ ନିଜ ଘରେ ଦେଖୁଛନ୍ତି ତ ଏହାର ଅର୍ଥ ଆପଣଙ୍କ ଘରେ ନିଶ୍ଚୟ କୌଣସି ବ୍ୟକ୍ତି କଳା ଯାଦୁ କରିଛି। କାରଣ ଏପରି ଝିଟିପିଟିଙ୍କର ସମ୍ବନ୍ଧ କଳା ଯାଦୁ ସହିତ ରହିଥାଏ। ତ ଏପରି ଝିଟିପିଟି ଆପଣ ନିଜ ଘରେ ଦେଖନ୍ତି
ତ ଏହାର ଅର୍ଥ ଆପଣଙ୍କ ଉପରେ କାହାର ଖରାପ ନଜର ରହିଛି ଏବଂ ଆପଣଙ୍କ ଗୃହରେ ନକାରାତ୍ମକ ଉର୍ଜାର ବାସ ରହିଛି। ତ ଏପରି ଝିଟିପିଟିକୁ ଯଦି ଆପଣ ନିଜ ଘରୁ ନ ବାହାର କରନ୍ତି ତ ନିଶ୍ଚିତ ଭାବରେ ଆପଣଙ୍କୁ ଆପଣଙ୍କ ଜୀବନରେ ବହୁତ ଗୁଡ଼ିଏ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ତେବେ ମନେ ରଖନ୍ତୁ, ଯେକୌଣସି ପ୍ରକାରର ବି ଝିଟିପିଟି ହୁଅନ୍ତୁ ତାକୁ ଘରୁ ବାହାର କରିବାରେ ସେମାନଙ୍କୁ କିଛି ଆଘାତ ଦେବେ ନାହିଁ ଏବଂ ଏହିଭଳି ଝିଟିପିଟି ଆପଣଙ୍କ ଉପରେ ପଡ଼ିଯାଏ, ଆପଣଙ୍କ ଶରୀର ଉପରେ ପଡ଼ିଯାଏ, ତୁରନ୍ତ ହିଁ ଆପଣ ସ୍ନାନ କରିନିଅନ୍ତୁ ଏବଂ ନିଜ ଉପରେ ଗଙ୍ଗାଜଳ ଛିଞ୍ଚି ଦିଅନ୍ତୁ। ଚତୁର୍ଥରେ, ପାଉଁଶିଆ ରଙ୍ଗର ଝିଟିପିଟି। ଯଦି ଆପଣ ନିଜ ଘରେ ପାଉଁଶିଆ ରଙ୍ଗର ଝିଟିପିଟି ଦେଖୁଛନ୍ତି ତ ଆପଣ ବୁଝିଯାଆନ୍ତୁ ଯେ ଆପଣଙ୍କ ଘରେ ଉପରେ ମା ଲକ୍ଷ୍ମୀଙ୍କର ଅସୀମ କୃପା ରହିଛି। ମା ଲକ୍ଷ୍ମୀ ଆପଣଙ୍କ ଉପରେ ବହୁତ ପ୍ରସନ୍ନ ଅଛନ୍ତି। ସେଥିପାଇଁ ଆପଣଙ୍କ ଗୃହରେ ପାଉଁଶିଆ ରଙ୍ଗର ଝିଟିପିଟିର ବାସ ହୋଇଛି, କାରଣ ପାଉଁଶିଆ ରଙ୍ଗର ଝିଟିପିଟି ମା ଲକ୍ଷ୍ମୀଙ୍କର ପ୍ରତୀକ ହୋଇଥାଏ ଏବଂ ଆପଣଙ୍କ ଗୃହରେ ମା ଲକ୍ଷ୍ମୀଙ୍କର ନିବାସ ହେଇଛି ବୋଲି ଏହା ଆପଣଙ୍କୁ ସଂକେତ ଦେଇଥାଏ। ଆପଣଙ୍କ ଗୃହକୁ ଖୁବ୍ ଶୀଘ୍ର ଧନ ସମ୍ପତ୍ତି ସୁଖ ସମୃଦ୍ଧି ଆସିବାକୁ ଯାଉଛି। ଆପଣଙ୍କ ଜୀବନରେ ଉନ୍ନତି କରିବାକୁ ଯାଉଛନ୍ତି। ତେବେ ଏହି ଝିଟିପିଟି ଯଦି ଆପଣଙ୍କ ଶରୀର ବାମ ପାର୍ଶ୍ୱରେ କୌଣସି ଅଙ୍ଗରେ ପଡ଼ିଯାଏ ତ ଏହା ଅତ୍ୟନ୍ତ ଶୁଭ ବୋଲି ମାନାଯାଏ ଏବଂ କୌଣସି ଶୁଭ ଦିନରେ, ବିଶେଷ କରି ଦୀପାବଳିରେ କିମ୍ବା ଅନ୍ୟ କୌଣସି ଶୁଭ ଦିନ ଯେଉଁଗୁଡ଼ିକ ମା ଲକ୍ଷ୍ମୀଙ୍କୁ ସମର୍ପିତ ଅଟେ, ଯଦି ଏହି ଦିନମାନଙ୍କରେ ଆପଣ ନିଜ ଘରେ ଝିଟିପିଟି ଦେଖିନିଅନ୍ତି ତ ନିଶ୍ଚିତ ଭାବରେ ଏହା ଆପଣଙ୍କ ଉପରେ ମା ଲକ୍ଷ୍ମୀଙ୍କର ଅଶେଷ କୃପା ଦର୍ଶାଇଥାଏ ଏବଂ ଆପଣଙ୍କର ଦୁର୍ଭାଗ୍ୟ ଦୂର ହୋଇ ସୌଭାଗ୍ୟ ଆସିବାର ସଂକେତ ଆପଣମାନଙ୍କୁ ପ୍ରଦାନ କରିଥାଏ। ତେବେ ଯଦି ଏହି ଝିଟିପିଟି ଆପଣଙ୍କ ଶରୀର ଉପରେ ପଡ଼ିଯାଉଛି ତ ଆପଣ କିଛି ଜଳ ନିଅନ୍ତୁ, ସେଥିରେ ସୁନାର ଜିନିଷ ପକାଇ ଦିଅନ୍ତୁ ଏବଂ ସେହି ଜଳକୁ ନିଜ ଉପରେ ଛିଞ୍ଚି ଦିଅନ୍ତୁ। ଯଦି ଆପଣ ଏହିପରି କରନ୍ତି ତ ଆପଣଙ୍କ ପାଖକୁ ଆହୁରି ଅଧିକ ମାତ୍ରାରେ ଧନ ଆସିଥାଏ। ଯେକୌଣସି ଝିଟିପିଟି ଆପଣଙ୍କ ଉପରେ ପଡ଼ନ୍ତୁ, ଆପଣ ତୁରନ୍ତ ଯାଇ ସ୍ନାନ କରିନିଅନ୍ତୁ ଏବଂ ନିଜ ଉପରେ ଗଙ୍ଗାଜଳ ଛିଞ୍ଚି ଦିଅନ୍ତୁ, ଯାହାଫଳରେ ଆପଣଙ୍କୁ ମା ଲକ୍ଷ୍ମୀଙ୍କର ଆହୁରି ଅଧିକ କୃପା ପ୍ରାପ୍ତି ହୋଇପାରିବ। ତେବେ ମନେ ରଖନ୍ତୁ, ଯଦି ଆପଣ କେବେ ଝିଟିପିଟିକୁ ଆଘାତ ପହଞ୍ଚିଥାନ୍ତି ତ ଆପଣଙ୍କର ବହୁତ କିଛି କ୍ଷତି ହୋଇଥାଏ। ଆପଣଙ୍କୁ ବହୁତ କିଛି କ୍ଷତିର ସାମ୍ନା କରିବାକୁ ପଡ଼ିଥାଏ। ସେଥିପାଇଁ ଆପଣ ଏହି କଥାର ଧ୍ୟାନ ରଖନ୍ତୁ ଯେ ଆପଣଙ୍କ ଦ୍ୱାରା ଯେମିତି ଏମିତି ଭୁଲ କେବେ ବି ନ ହୁଏ ଏବଂ ଯଦି ଆପଣ ନିଜର ଠାକୁର ଘରେ ଝିଟିପିଟି ଦେଖୁଛନ୍ତି ତ ସାଙ୍ଗେ ସାଙ୍ଗେ ଆପଣ ନିଜ ଠାକୁର ଘରେ ରହୁଥିବା ଚାଉଳ ଏବଂ କୁଙ୍କୁମକୁ ମିଶାଇ ଝିଟିପିଟି ଉପରେ ଛିଞ୍ଚି ଦିଅନ୍ତୁ, କାରଣ ଏହା ଆପଣଙ୍କ ଘରକୁ ମା ଲକ୍ଷ୍ମୀଙ୍କର ଆଗମନର ସଂକେତ ଦେଇଥାଏ। ବନ୍ଧୁମାନେ, ଯଦି ଆପଣଙ୍କ ଠାକୁର ଘରେ କୌଣସି ଗୋଟିଏ ଝିଟିପିଟି କିମ୍ବା ଦୁଇ ଯୋଡ଼ା ଝିଟିପିଟି ଯଦି ଆପଣଙ୍କ ଠାକୁର ଘରେ ରହୁଥାନ୍ତି କିମ୍ବା ଆପଣଙ୍କ ତୁଳସୀ ଗଛରେ ଯଦି ସବୁବେଳେ କୌଣସି ଝିଟିପିଟି ରହୁଥାଏ ତ ଏହାକୁ ଅତ୍ୟନ୍ତ ଶୁଭ ସଂକେତ ବୋଲି ମାନାଯାଇଥାଏ। ଆପଣ ବୁଝିନିଅନ୍ତୁ ଯେ ଆପଣଙ୍କ ଗୃହରେ ମା ଲକ୍ଷ୍ମୀ ନିବାସ କରିଛନ୍ତି। ତ ବନ୍ଧୁମାନେ, କେଉଁ ରଙ୍ଗର ଝିଟିପିଟି ଆପଣଙ୍କୁ କେଉଁ ସଂକେତ ପ୍ରଦାନ କରିଥାନ୍ତି ତାହା ତ ମୁଁ ଆପଣଙ୍କୁ କହିଲି। ଏବେ ମୁଁ ଆପଣଙ୍କୁ କହିବାକୁ ଯାଉଛି ଯେ ଝିଟିପିଟିକୁ ଆପଣ କେଉଁ ସ୍ଥାନରେ ଦେଖିବାକୁ ଶୁଭ ହୋଇଥାଏ ଏବଂ କେଉଁ ସ୍ଥାନରେ ଦେଖିବା ଅଶୁଭ ହୋଇଥାଏ। ତେବେ ମାନ୍ୟତା ଅଛି ଯେ ଆପଣଙ୍କ ଯଦି ନିଜର ବେଡରୁମରେ କଳା ରଙ୍ଗର ଝିଟିପିଟି ଦେଖୁଛନ୍ତି ତ ଧୀରେ ଧୀରେ ଏହା ଆପଣଙ୍କର ଧନହାନି ହେବାର ସଂକେତ ହୋଇଥାଏ। ଯଦି ଆପଣଙ୍କ ବେଡରୁମରେ କଳା ରଙ୍ଗର ଝିଟିପିଟି ଆପଣ ଦେଖନ୍ତି ତ ଆପଣଙ୍କର ସ୍ୱାମୀ ସ୍ତ୍ରୀ ମଧ୍ୟରେ ଫାଟ ସୃଷ୍ଟି ହୋଇଥାଏ। ଏମିତିକି ଡିଭୋର୍ସ ପର୍ଯ୍ୟନ୍ତ ମଧ୍ୟ କଥା ଯାଇଥାଏ। ଆପଣଙ୍କ ମଧ୍ୟରେ ମତଭେଦ ହୋଇଥାଏ। ସେଥିପାଇଁ ଯଦି ଆପଣ ନିଜ ବେଡରୁମରେ ଏପରି ଝିଟିପିଟିକୁ ଦେଖୁଛନ୍ତି ତ ତୁରନ୍ତ ହିଁ ତାକୁ ଆଘାତ ନ କରି ନିଜ ରୁମରୁ ବାହାର କରି ଘରର ବାହାରକୁ ନେଇ ଛାଡ଼ି ଆସନ୍ତୁ। ବନ୍ଧୁମାନେ, ଯଦି ଆପଣ ନିଜ ଘରର କୌଣସି ସ୍ଥାନରୁ ଲାଞ୍ଜ ନଥିବା ଝିଟିପିଟି ବାହାରିକି ଆସିଥିବାର ଦେଖନ୍ତି ତ ଆପଣ ବୁଝିନିଅନ୍ତୁ ଆପଣଙ୍କ ଉପରେ କୌଣସି ଦୋଷ ଲାଗିଛି। ଯଦି ଭୁଲରେ ମଧ୍ୟ ଆପଣଙ୍କ ହାତରେ କୌଣସି ଝିଟିପିଟି ମରିଯାଏ ତ ଚାନ୍ଦିର ଗୋଟିଏ ଝିଟିପିଟି ବନାଇ ତାକୁ ଆପଣ ଜଳରେ ପ୍ରବାହିତ କରିଦିଅନ୍ତୁ, ନଚେତ୍ ମା ଲକ୍ଷ୍ମୀଙ୍କର କୋପ ଦୃଷ୍ଟି ଆପଣଙ୍କୁ ସ୍ୱୀକାର କରିବାକୁ ପଡ଼ିଥାଏ।
ଏବଂ ଆପଣଙ୍କୁ ଦାରିଦ୍ର୍ୟତାର ସାମ୍ନା କରିବାକୁ ପଡ଼ିଥାଏ। ବନ୍ଧୁମାନେ, ଏପରି ଖୁବ୍ କମ୍ ବ୍ୟକ୍ତି ରହିଥାନ୍ତି ଯେଉଁମାନେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି, ଯେଉଁମାନଙ୍କର ତୁଳସୀ ଗଛରେ ଝିଟିପିଟି ରହିଥାନ୍ତି। ତ ବନ୍ଧୁମାନେ, ଯେଉଁ ବ୍ୟକ୍ତିମାନଙ୍କର ତୁଳସୀ ଗଛର ଝିଟିପିଟି ଦେଖିବାକୁ ମିଳିଥାଏ, ସେମାନେ ବାସ୍ତବରେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି। କାରଣ ଏପରି ଖୁବ୍ କମ୍ ହୋଇଥାଏ। ଯଦି ଆପଣ ନିଜର ତୁଳସୀ ଗଛରେ ସବୁବେଳେ ଗୋଟିଏ ଝିଟିପିଟି ରହୁଥିବାର ଦେଖନ୍ତି, ତ ଆପଣମାନେ ବୁଝିଯାଆନ୍ତୁ ଆପଣଙ୍କର ତୁଳସୀ ଗଛରେ ବାସ୍ତବରେ ମା ବୃନ୍ଦାବତୀ ବିରାଜମାନ ଅଛନ୍ତି। ଆପଣ ବହୁତ ଭାଗ୍ୟଶାଳୀ ଅଟନ୍ତି ଏବଂ ସେ ପ୍ରତ୍ୟେକ ଦିନ ଆପଣଙ୍କୁ ସେହି ଝିଟିପିଟି ରୂପରେ ହିଁ ଦର୍ଶନ ଦେଉଛନ୍ତି। ଏହାର ଅର୍ଥ ଆପଣଙ୍କର ପୂଜା ସେ ଗ୍ରହଣ କରୁଛନ୍ତି। ଆପଣ ଭଲ ଭାବରେ ପୂଜାର୍ଚ୍ଚନା କରୁଛନ୍ତି। ତେବେ ବନ୍ଧୁମାନେ, ଆପଣଙ୍କ ତୁଳସୀ ଗଛ ପାଖରେ ଯଦି ଝିଟିପିଟି ରହୁଥାଏ, ତ ଆପଣ ନିଶ୍ଚିତ ଏମିତି କରନ୍ତୁ। ତେବେ ମନେ ରଖନ୍ତୁ, କେବଳ ପାଉଁଶିଆ କିମ୍ବା ଧଳା ରଙ୍ଗର ଝିଟିପିଟି ହିଁ ଯେପରି ତୁଳସୀ ଗଛରେ ରହନ୍ତି। କାରଣ କେବଳ ଧଳା କିମ୍ବା ପାଉଁଶିଆ ରଙ୍ଗର ଝିଟିପିଟି ହିଁ ମା ଲକ୍ଷ୍ମୀଙ୍କର ପ୍ରତୀକ ହୋଇଥାଏ। କଳା ରଙ୍ଗର ଝିଟିପିଟିକୁ ଅଶୁଭ ମାନାଯାଇଥାଏ। ଯଦି ଆପଣ କୁଆଡ଼େ ବାହାରକୁ ଯାତ୍ରା କରୁଛନ୍ତି ଏବଂ ସେହି ସମୟରେ ଆପଣ ଦେଖୁଛନ୍ତି ଯେ ଆପଣଙ୍କ ଘରର ଚଟାଣରେ ଚାଲୁଛି, ଏହାର ଅର୍ଥ ଆପଣଙ୍କର ଯାତ୍ରା ମଙ୍ଗଳମୟ ହେବାକୁ ଯାଉଛି। ଯେଉଁ କାର୍ଯ୍ୟରେ ଆପଣ ଯାଉଛନ୍ତି ସେହି କାର୍ଯ୍ୟରେ ଆପଣମାନଙ୍କୁ ସଫଳତା ମିଳିବାକୁ ଯାଉଛି। ବନ୍ଧୁମାନେ, ଯଦି ଭୁଲରେ ବି କେବେ ଆପଣଙ୍କ ଦ୍ୱାରା କୌଣସି ଝିଟିପିଟିର ଲାଞ୍ଜ କଟିଯାଇଛି ଏବଂ ଯେ ପର୍ଯ୍ୟନ୍ତ ସେ ଲାଞ୍ଜଟି ଛଟପଟ ହେବ, ସେ ପର୍ଯ୍ୟନ୍ତ ସେତିକି ଆପଣଙ୍କ ପରିବାରରେ ଦୁଃଖ ପୀଡ଼ା ଲାଗି ରହିବ। ତ ତୁରନ୍ତ ହିଁ ଆପଣ ସେହି ଲାଞ୍ଜକୁ ନେଇଯାଇ କୌଣସି ଏକ ମାଟି ତଳେ ପୋତି ଦିଅନ୍ତୁ ଏବଂ ତାପରେ ଆପଣ ସ୍ନାନ କରି ନେଇ ନିଜ ଉପରେ ଗଙ୍ଗାଜଳ ଛିଞ୍ଚି ଦିଅନ୍ତୁ। ମା ଲକ୍ଷ୍ମୀଙ୍କ ନିକଟରେ ଆପଣ କ୍ଷମା ପ୍ରାର୍ଥନା କରନ୍ତୁ। ନିଶ୍ଚିତ ଭାବରେ ଆପଣଙ୍କୁ କ୍ଷମା କରିବେ। ତେବେ ବନ୍ଧୁମାନେ, ଏହା ଥିଲା ଝିଟିପିଟି ସହ ସମ୍ବନ୍ଧିତ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ। ତ ଆପଣଙ୍କ ଯଦି ମୋ ଏହି ଭିଡ଼ିଓଟି ଭଲ ଲାଗିଥାଏ, ତେବେ ଭିଡ଼ିଓଟିକୁ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବେ ଏବଂ କମେଣ୍ଟ ବକ୍ସରେ ଭକ୍ତି ଓ ଶ୍ରଦ୍ଧାର ସହିତ ଜୟ ମା ଲକ୍ଷ୍ମୀ ଲେଖିଦେବେ। ଧନ୍ୟବାଦ।